ଅଗଷ୍ଟ 9 ତାରିଖ ନାଗାସାକି ଡେ। ଜାପାନର ନାଗାସାକିରେ ୟୁଏସ୍ଏ ବମ୍ ପକାଇଥିଲା 1945 ଅଗଷ୍ଟ 9 ତାରିଖରେ ୱାର୍ଲଡ଼ ୱାର୍ ଟୁ ସମୟରେ। ବମ୍ର ନାଁ ଥିଲା ଫ୍ୟାଟ୍ ମ୍ୟାନ୍। ଅଗଷ୍ଟ 9 ତାରିଖ ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ଦ ୱାର୍ଲଡସ୍ ଇଣ୍ଡିଜିନିୟସ୍ ପିପୁଲ୍ ବା ୱାର୍ଲଡ ଟ୍ରାଇବାଲ୍ ଡେ, ଯାହାର ଥିମ୍ ଅଛି ଅନରିଂ ଇଣ୍ଡିଜିନିୟସ୍ ମିଡୱାଇଫ୍ସ ସେଫ୍ ଗାର୍ଡିଂ ଲାଇଫ୍ ଆଣ୍ଡ ୱେଲ୍-ବିଙ୍ଗ। ଜିଆଇ ଟ୍ୟାଗ୍ ବାଲା ମିଥିଲା ମଖାନା, ଯେଉଁଟାକି ବିହାରର, ଇଣ୍ଡିଆ ସେଲ୍ କରୁଛି ଅଷ୍ଟ୍ରେଲିଆକୁ, ଏକ୍ସପୋର୍ଟ କରୁଛି 18 ମେଟ୍ରିକ୍ ଟନ୍। ଆବେଲାର୍ଡୋ ଡେ ଲା ଏସ୍ପେରିଲା, ଯିଏକି 36ତମ ପ୍ରେସିଡେଣ୍ଟ ବନୁଛନ୍ତି କଲମ୍ବିଆର। କଲମ୍ବିଆ ହେଉଛି ଗୋଟେ ସାଉଥ ଆଫ୍ରିକାନ୍ କଣ୍ଟ୍ରି, କ୍ୟାପିଟାଲ୍ ହେଉଛି ବୋଗୋଟା, ଆଉ କରେନ୍ସି ହେଉଛି କଲମ୍ବିଆନ୍ ପେସୋ। ତାଙ୍କ ପାର୍ଟି ନାଁ ହେଉଛି ଡିଫେଣ୍ଡର୍ସ ଅଫ୍ ଦ ହୋମଲ୍ୟାଣ୍ଡ ପାର୍ଟି। ଆରିହା ପାଙ୍ଗମ୍ବମ୍, ଯିଏକି ମଣିପୁରର ସିନିୟର ଇଣ୍ଡିଭିଜୁଆଲ୍ ଓମେନ୍ରେ ଇଣ୍ଡିଆର ପ୍ରଥମ ଯିଏକି ଏରୋବିକ୍ ଜିମ୍ନାଷ୍ଟିକ୍ ଏସିଆରେ ଗୋଲ୍ଡ ଆଣିଛନ୍ତି। ଆନନ୍ଦ ପ୍ରକାଶ, ଯିଏକି ହାଇ କମିଶନର ଅଫ୍ ଇଣ୍ଡିଆ ଆପଏଣ୍ଟେଡ୍ ହେଉଛନ୍ତି କିଙ୍ଗଡମ୍ ଅଫ୍ ଏସ୍ୱାଟିନିକୁ, ଯେଉଁଟାକି ଗୋଟେ ଆଫ୍ରିକାନ୍ କଣ୍ଟ୍ରି।